ଆଜିର ଶାସ୍ତ୍ରାଂଶ ନିମନ୍ତେ ଯଦି ଆମେ କାଢ଼ିବା ଗାଲାତୀୟ ପୁସ୍ତକ ଗାଲାତୀୟ ଆମେ ମାନେ କାଢ଼ିପାରିବା ଗାଲାତୀୟ 6 ଅଧ୍ୟାୟ ଗାଲାତୀୟ 6 ଅଧ୍ୟାୟ 5 ପଦରୁ ଆମେ ଯଦି ପଢିବା 5 ପଦ ଗାଲାତୀୟ 6 ଅଧ୍ୟାୟ 5 ପଦରୁ ପଢିବା ତାହେଲେ ଆମେ ଆଜିର କିଛି ବିଷୟକୁ ଆମେ ମାନେ ଗତି କରିପାରୁଥିବା ଆଜିର ଶାସ୍ତ୍ରାଂଶକୁ ବୁଝିବା ନିମନ୍ତେ 5 6 7 8 9 ପର୍ଯ୍ୟନ୍ତ ଆମେ ଦେଖିବା। ତ এই ଜାଗାରେ ଲେଖାଯାଏ, ମୁଁ ଆପଣଙ୍କ ପାଇଁ ପଢିବାକୁ ଚାହିଁବି। ଉଲ୍ଲେଖ କରାଯାଇଅଛି ଗାଲାତୀୟ 6 ଅଧ୍ୟାୟ ତାର 5 ପଦରୁ, କାରଣ ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ, କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ ସେ ଶିକ୍ଷାଦାନକୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ। ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଯେଣୁ ଯିଏ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ବୀଜ କ୍ଷୟଣୀୟ ଶସ୍ୟ କାଟିବ, କିନ୍ତୁ ଯିଏ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ ସେ ଆତ୍ମାଙ୍କ ଠାରୁ ଉତ୍ପନ୍ନ ଅନନ୍ତ ଜୀବନ ସ୍ୱରୂପ ଶସ୍ୟ କାଟିବ। ଆମ୍ଭେମାନେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ, କାରଣ କ୍ଳାନ୍ତ ନ ହୋଇ ଉପଯୁକ୍ତ ସମୟରେ ଶସ୍ୟ। ପ୍ରଭୁ ଏ ବାକ୍ୟରେ ଆମକୁ ଆଶୀର୍ବାଦ କରନ୍ତୁ। ତ ଆଜିର ଶାସ୍ତ୍ରାଂଶ ନିମନ୍ତେ ଆମେ ଦେଖୁଅଛୁ ଯେଉଁ ବିଷୟ ପ୍ରଭୁ ଆମକୁ ଜଣାଉଛନ୍ତି ଯେ କିଛି ବିଷୟ ଥାଏ ଯେଉଁ ବିଷୟକୁ ଆମେ ମାନେ ଜାଣିବା ବୁଝିବା ବହୁତ ବହୁତ ଆବଶ୍ୟକ ଅଟେ। ଓକେ, ତ ଆପଣ ମାନେ ବାଇବେଲ ଦେଖିପାରୁଥିବେ, କୁହାଯାଇଛି 7 ପଦରେ ଯଦି ଲକ୍ଷ୍ୟ କରିବା ଭ୍ରାନ୍ତ ନ ହୁଅ। ଓକେ, ବିଶେଷ ଭାବରେ ଏହି ଶବ୍ଦକୁ ଆମେ ଯଦି ଦେଖିବା ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି ବୋଲି କୁହାଯାଉଛି। ଆମ ଜୀବନରେ ଆଜି ପ୍ରାକ୍ଟିକାଲି ଯଦି ଦେଖିବା ଯାହା ଘଟୁଛି, ଯାହା ଆମେ ମାନେ ଫେସ୍ କରୁଛୁ ଏହି ଜଗତରେ ବାସ କରିବା ସମୟରେ, ଉଠିବା ବସିବା ଚାଲିବା ସମୟରେ ଅନେକ ବିଷୟ ଆମମାନଙ୍କର ଚିନ୍ତାର ବାହାରେ ଅଟେ। ଅନେକ ବିଷୟ ଆମମାନଙ୍କର ଚିନ୍ତାର ବାହାରେ। ଆମେ କ'ଣ କରୁଛୁ କ'ଣ କରୁନାହୁଁ ସେ ସମସ୍ତ ବିଷୟ ବୁଝିବାକୁ ହେଲେ ଆମମାନଙ୍କୁ କିଛି ବିଷୟ ଜାଣିବା ବହୁତ ଆବଶ୍ୟକ ଥାଏ। ଦ୍ୟାଟ୍ ଇଜ୍ ଭେରି ଭେରି ଇମ୍ପୋର୍ଟାଣ୍ଟ କି ଆମେ ମାନେ କ'ଣ କରୁଛୁ କ'ଣ କରୁନା। ଓକେ, ଆଉ ଆମ ସହିତ କ'ଣ ହଉଛି, ଆମ ସହିତ କ'ଣ ଚାଲିଛି ତାହା ମଧ୍ୟ ଗୋଟେ ମନୁଷ୍ୟ ଗୋଟେ ବ୍ୟକ୍ତି ସଦାସର୍ବଦା ଲକ୍ଷ୍ୟ କରିବା ଜରୁରୀ ଅଟେ। ସେଥିପାଇଁ ଦେଖୁଅଛୁ 6 ପଦରେ କୁହାଯାଉଛି, କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ପ୍ରାପ୍ତ ହୁଏ ସେ ଶିକ୍ଷାଦାନକୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ। ଯଦି ଆମେ ଶିଖୁଛୁ, କିଛି ଉତ୍ତମ ବିଷୟ ଆମେ ଗ୍ରହଣ କରୁଛୁ, କିଛି ଉତ୍ତମ ବିଷୟ ଆମମାନଙ୍କ ଜୀବନରେ ଆଡେଡ୍ ହେଉଛି, ତାହେଲେ ସେ ଉତ୍ତମ ବିଷୟକୁ ଆମେ ମାନେ କ'ଣ କରିବା, ୟୁଟିଲାଇଜ କରିବା। ମାନେ କୁହାଯାଉଛି ଉତ୍ତମ ବିଷୟର ସହଭାଗୀ ହେଉ, କରାଉ ନିଜକୁ। ଯଦି ଆମେ ଶିଖିଲା ପରେ ଜାଣିଲା ପରେ ସେହି ବିଷୟକୁ ଆମେ ଯଦି କରିବା ନାହିଁ ତାହେଲେ ଆମେ ଭ୍ରାନ୍ତ ହୋଇସାରିଅଛୁ ବା ହେଉଛୁ, ଏହା ଆମେ ଜାଣିବା କଥା। ବିକଜ ଆଫ୍ଟର ନୋଇଂ ଦ ଟ୍ରୁଥ we are denying again and again the truth. That is not the solution. ଆମେ ଜାଣିବା କଥା ଯେ ସତ୍ୟତାକୁ ଜାଣିଲା ପରେ ଆମେ ସେହି ସତ୍ୟତାକୁ ଧରିକି ରଖିଛୁ କି, that is important. ସେଥିପାଇଁ କୁହାଯାଉଛି ଯେ ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ऐसे होता है कि ଆମେ ମାନେ ନିଜର ବାକ୍ୟକୁ ଧରିକି ରଖିପାରୁନାହୁଁ। ଭେରି କେୟାରଫୁଲି ଆମେ ଶୁଣିବା, ଆମେ ବାକ୍ୟକୁ ଧରିକି ରଖିପାରୁନାହୁଁ ଆଉ ସେହି ବାକ୍ୟ ଦ୍ୱାରା ଆମେ ମାନେ କାର୍ଯ୍ୟକାରୀ ହୋଇପାରୁନାହୁଁ। ଆଉ ଯଦି ଆମ ଜୀବନରେ କିଛି ସମସ୍ୟା, ପ୍ରୋବ୍ଲେମ୍ସ, ଅସୁବିଧା, କ୍ଲେଶ, ଦୁଃଖ, ନିନ୍ଦା, ଅପମାନ ଆସୁଛି ତାହେଲେ ଆମେ ସାଙ୍ଗେ ସାଙ୍ଗେ କହୁଛୁ ଯେ ଆମର ଧର୍ମ କର୍ମ କୁଆଡ଼େ ଗଲା, ଆମେମାନେ ଯାହା ଈଶ୍ୱରଙ୍କ ଠାରେ ବିଶ୍ୱାସ କରିଥିଲୁ ତାହା କୁଆଡ଼େ ଗଲା, ଆମକୁ ରକ୍ଷା କରିବାର ପରମେଶ୍ୱର କୁଆଡ଼େ ଗଲେ। ଅନେକ ପ୍ରଶ୍ନ ଆମମାନଙ୍କ ମନରେ ଆସିଥାଏ। ଆଉ ଈଶ୍ୱର ବିଦ୍ରୂପର କାରଣ ନୁହନ୍ତି,
ସେ କେବେ ମଧ୍ୟ କେଉଁ ବ୍ୟକ୍ତିକୁ କୌଣସି ପ୍ରକାର କ୍ଷତି ବା କୌଣସି ପ୍ରକାର ବିଷୟ ଆଣିବେ ନାହିଁ, ଆମେ ଜାଣୁ। ତ ଏ ଜାଗାରେ କୁହାଯାଉଛି ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଜାଣିଛନ୍ତି ଆଜିର ସମୟରେ କିଛି ଦୁଃଖୀ ଲୋକ ଅଛନ୍ତି, ଆଉ କେତେ ଆନନ୍ଦ ଲୋକ ଅଛନ୍ତି। କିଛି ଧନୀ ଲୋକ ଅଛନ୍ତି, କିଛି ଗରିବ ଲୋକ ଅଛନ୍ତି, ଆତ୍ମାରେ ଦିନହୀନ ଲୋକେ ଅଛନ୍ତି। ଓକେ, ଡିଫରେଣ୍ଟ କାଇଣ୍ଡ ଅଫ ପିପୁଲ ଆମେ ମାନେ ଦେଖୁ ଆଜିର ଜଗତରେ, ଆଜିର ସମୟରେ ଅନେକ ବ୍ୟକ୍ତି ମାନେ ଅଛନ୍ତି ଯେଉଁମାନେ କି ଆଜି ଭିନ୍ନ ଭିନ୍ନ ସ୍ତରରେ ପରମେଶ୍ୱର ତାଙ୍କୁ ଅପରେଟ କରୁଅଛନ୍ତି। ବଟ୍ ଭେରି କେୟାରଫୁଲି ଆଜି ଯଦି ଜଣେ ବ୍ୟକ୍ତି ଆଜି ନିଜର ଧାର୍ମିକତା, ନିଜର ଉତ୍ତମତା ସକାଶୁ ଆଜି ନୋମିନାଲ ଲାଇଫ କାଟୁଛି, ସିଧାସଳଖ ଜୀବନ କାଟୁଛି, ସାଧାରଣ ଜୀବନ କାଟୁଛି, ଈଶ୍ୱରଙ୍କ ସହିତ ଯଦି ଜୀବନ କାଟୁଛି, ତାହେଲେ ଆମେ ମାନେ ଦୁଃଖିତ ହେବା ଆବଶ୍ୟକ ନାହିଁ। ଟୁଡେ ଦିସ୍ ଭର୍ସ will encourage you କି ଆମେ ମାନେ ଆଜି ଯଦି ଈଶ୍ୱର ପରାୟଣତା ଜୀବନ କାଟୁଛୁ, କିନ୍ତୁ ଆମେ ମାନେ ସେହି ଲୋଭ, ସେହି ଅହଙ୍କାର, ସେହି ସମସ୍ତ ଦାମ୍ଭିକତା ଜୀବନକୁ ଆମେ ଅତିବାହିତ କରୁନାହୁଁ। ଦ୍ୟାଟ୍ ଇଜ ଭେରି ଭେରି ଇମ୍ପୋର୍ଟାଣ୍ଟ। ଆମେ ଜାଣିବା ବହୁତ ଜରୁରୀ ଅଟେ ଯେ ଆମେ ଯାହା କରିବା ତାହା ବୁଣିବା। ସେ ଯେକୌଣସି ବ୍ୟକ୍ତି ହେଉନା କାହିଁକି, ତାଙ୍କ ଜୀବନରେ ଯଦି ସେମାନେ କିଛି କରୁଛନ୍ତି ପରମେଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ, ତାହେଲେ ଡେଫିନେଟଲି ସେମାନେ କ'ଣ କରିବେ, ଏହି ସମସ୍ତ ବିଷୟକୁ ଭୋଗିବେ। ଆମେ ତାହା କ୍ଲିୟର ହେବା କଥା। ଆଜି ଆମେ ଯେକୌଣସି ସ୍ତରରେ ଥାଉ ନା କାହିଁକି, ଉଚ୍ଚ ନିଚ, କିନ୍ତୁ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉତ୍ତମତା ବହୁତ ଇମ୍ପୋର୍ଟାଣ୍ଟ ଅଟେ। ଉତ୍ତମତା, ସେଥିପାଇଁ କୁହାଗଲା ଯେ ମନୁଷ୍ୟ ଯାହା ବୁଣିବ ତାହା କାଟିବ। 8 ପଦ ବହୁତ କେୟାରଫୁଲି ଯଦି ଦେଖିବା, କୁହାଯାଉଛି ଯେଣୁ ଯିଏ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ। ହ୍ୱାଟ ଇଜ ଦ ମିନ୍ ଅଫ ଦ୍ୟାଟ? ଶରୀର ଉଦ୍ଦେଶ୍ୟରେ ବୁଣିବା ବିଷୟ ହେଲା ଯେ ଆମେ ମାନେ ଆଜିର ସମୟରେ ଜଗତର ଅନୁରୂପୀ ହେବା, ଜଗତର ଅନୁରୂପୀ ହେବା, ଘର ବନେଇବା, କୋଠା ବନେଇବା, ଜମି କିଣିବା, ଦିସ୍ ଆଣ୍ଡ ଦ୍ୟାଟ୍, ବହୁତ ସାରା ବିଷୟ, ଚିନ୍ତା ଚିନ୍ତା ଚିନ୍ତା। ଆମେ ଜାଣୁ ଗୋଟେ ପଦ ଲେଖା ଯାଇଛି, ମନୁଷ୍ୟ ସମସ୍ତ ଜଗତ ଲାଭ କରି ଯଦି ଆପଣ ପ୍ରାଣ ହରାଉଛି ତାହେଲେ କ'ଣ ଲାଭ? କିଛି ଲାଭ ନାହିଁ। ପ୍ରଭୁ ଅଜସ୍ର ଯଦି ଦଉଛନ୍ତି ଆପଣଙ୍କୁ, ତାହେଲେ ଆପଣ ସେହି ବିଷୟରେ ସନ୍ତୁଷ୍ଟ ହେବା କଥା, ନା କି ଆହୁରି ସମସ୍ତ ବିଷୟ କିପରି ପ୍ରାପ୍ତ କରିପାରିବି ସେହି ବିଷୟକୁ ଧ୍ୟାନ ଦେବା କଥା। ନଟ୍ ଲାଇକ୍ ଦ୍ୟାଟ୍। ଆଜି ବହୁତ ବଡ଼ ବଡ଼ ଲୋକମାନେ ଅଛନ୍ତି ଯେଉଁମାନେ କି ସାଧାରଣ ଜୀବନ କାଟିବାକୁ ଚାହାନ୍ତି, ଆଉ ବହୁତ ବଡ଼ ବଡ଼ ଲୋକ ଅଛନ୍ତି ଯେଉଁମାନେ କି ଆହୁରି 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 ଆମ ଜୀବନରେ ଆମେ କିପରି ଆଡ୍ କରିବୁ, ଆମ ପରିବାରରେ ଆମର ସମ୍ପତ୍ତି, ଆମର ସମସ୍ତ ବିଷୟକୁ ନେଇକି ଆଜି ଚିନ୍ତିତ, ସବୁବେଳେ ଚିନ୍ତିତ, କ'ଣ କରିବି, ସକାଳ ହେଲେ କ'ଣ କରିବି, ଦିସ୍ ବହୁତ ସାରା ପ୍ରୋବ୍ଲେମ୍ସ ଅଛି। ସେଥିପାଇଁ ପରମେଶ୍ୱରଙ୍କ ଦୃଷ୍ଟିରେ ସେମାନଙ୍କର କାର୍ଯ୍ୟ ଭିନ୍ନ ଥାଏ। ପରମେଶ୍ୱର ସକ୍ସେସଫୁଲ ସେମାନଙ୍କୁ କରିନଥାନ୍ତି ଅନେକ ସମୟରେ, ବିକଜ ଅଫ୍ ତାଙ୍କର ନେଗ୍ଲିଜେନ୍ସି, ତାଙ୍କର ୱାର୍କକୁ ଦେଖିକି। ତ ସେଥିପାଇଁ କୁହାଯାଉଛି ମନୁଷ୍ୟ ଯାହା ବୁଣିବ ତାହା କାଟିବ। ତାପରେ ଯେଣୁ ଯିଏ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ। କ୍ଷୟଣୀୟ ଶସ୍ୟ ମାନେ ବୁଝୁଛନ୍ତି, କିଛି ସମୟ ପାଇଁ କି ଶସ୍ୟକୁ ଦିଆଯାଉଛି, ତାହା ହେଉଛି ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ବିଷୟ, ଯାହାକି ଏହି ଶରୀରରୁ ଉତ୍ପନ୍ନ କିପରି ହୋଇଥାଏ? ଆମେମାନେ ଶରୀର ପାଇଁ ଚିନ୍ତା କରିଥାଉ। ଶରୀରର ଅଭିଳାଷ, ଯୋଉଟା କି ଆମେମାନେ ଜାଣୁ ଆଜି ଆମମାନଙ୍କୁ ଖୁସି କୋଉଟା ଲାଗୁଛି, ନାଇଁ ବହୁତ ବଡ଼ ବିଷୟକୁ ମୁଁ କରିଦେଲି, ବହୁତ ବିଷୟ କରିଦେଲି, ଏପରି ଲିଷ୍ଟ ଅଫ୍ ଥିଙ୍ଗସ୍ ଅଛି ଯାହାକି ଆପଣମାନେ ଜାଣିଛନ୍ତି ଯେ ଆମେ ଶରୀର ପାଇଁ କ'ଣ କ'ଣ ସବୁ କରିବାକୁ ଚାହିଁଥାଉ। ଶରୀରର ଅଭିଳାଷ, ଯୋଉଟା କି କୁହାଯାଉଛି, ଆମେ ଯଦି ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିଛୁ, ତାହେଲେ ଆମେ ମାନେ ସେହି ଶସ୍ୟଠୁ, ଯାହାକି ଶରୀର ଉଦ୍ଦେଶ୍ୟରେ ବୁଣୁ, ମାନେ ଶରୀର ଉଦ୍ଦେଶ୍ୟରେ ଯୋଉ ଅଭିଳାଷ ଆମର ଅଛି, ଯୋଉ ଚିନ୍ତା ଅଛି, ସେଇ ବିଷୟକୁ ଯଦି ଆମେ କରୁଛୁ, ତାହେଲେ ଡେଫିନେଟଲି ଆମେ ଲଙ୍ଗ ଟର୍ମ ପରମେଶ୍ୱରଙ୍କ ପାଇଁ ଚାଲିପାରିବା ନାହିଁ ବା ରହିପାରିବା ନାହିଁ। ଆଣ୍ଡ ସେକେଣ୍ଡଲି କୁହାଯାଉଛି, କିନ୍ତୁ ଯିଏ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କ ଠାରୁ ଉତ୍ପନ୍ନ ଅନନ୍ତ ଜୀବନ ରୂପ ଶସ୍ୟ କାଟିବ। ମାନେ ଏ ଜାଗାରେ ଦୁଇ ପ୍ରକାର ଶସ୍ୟ ଦେଖୁଅଛୁ। ଗୋଟିଏ କ'ଣ? ଶରୀର ଉତ୍ପନ୍ନ କ୍ଷୟଣୀୟ ଶସ୍ୟ, ଆଉ ଗୋଟିଏ ଆତ୍ମାଙ୍କ ଠାରୁ ଉତ୍ପନ୍ନ ଅନନ୍ତ ଜୀବନ।
आत्माଙ୍କ ଠାରୁ उत्पन्न अनंत जीवन शरीर बोली आम देखुअछु। ओके, आत्माଙ୍କ ଠାରୁ उत्पन्न ता माने बुझिबा कथा आज आमर जीवन रे आम माने कौन सब करूछु। आज आमर जीवन रे आज आम लाइफ रे प्रभु कौन सब करूछंती ताहा जानिबा बहुत जरूरी अटे। बुझी पारछंती। तो एई जगह रे देखंतु कहा गला जे जीवन रूप शस्य, जीवन रूप शस्य माने बुझुछु आत्मा रे आम माने जो जीवन पाइछु, पवित्र आत्मा मन को किसी लीड करंती विषय को जानिबा निमंते से विषय आम माने बुझिबा बहुत। प्रेज द लॉर्ड। आम बुझी पारुछु आत्मा उद्देश्य रे बुणा जाउथबा आज अनेक समय रे कोन होय ना आम माने आत्मा को उद्देश्य रे अनेक विषय को बुणीबा को अग्राह्य करिथाउ। प्रभु सीधा सड़क कहती जे तांको राज्य और धार्मिकता पई जो माने आग्रही अटंती से मानकु प्रभु आशीर्वादित करिवे। तांको राज्य और धार्मिकता निमंते, तांको राज्य और धार्मिकता माने आत्मा रे जो माने चालंती सब बळे आत्मिक मना होई माने आज जदि आमे एक परमेश्वर को एवं जीवंत परमेश्वर को जदि आमे माने वास्तव रे जदि आमे जानुछु ताले आम मानकर सब बळे चिंताधारा कोन थिबा कथा आत्मिक मना होई रहिबा। आत्मिक मना माने कोन ए जगह रे जो कहा गला किंतु जे आत्मांको उद्देश्य रे बुणे, आत्मांको उद्देश्य रे बुणे कोन हेबो से आत्मांको ठारू उत्पन्न अनंत जीवन रूप शस्य काटिबो। आज आमे जहा मध्य करछु निज पई न करे कि परमेश्वरकर उद्देश्य रे कला परे आमे करबा उचित। जहा फल रे परमेश्वरकर उद्देश्य रे जदि आमे करूछु ताले आमे माने एही स्थान रे संचय करू ना धन, किंतु आमे स्वर्ग रे संचय होछु। एही स्थान रे आमे माने जगत रे होइतो पारे किछि नथिबो, किंतु स्वर्ग रे आमानक पई प्रत्येक विषय उत्पन्नता थिबो। तो दुई प्रकार विषय देखुअछु, गोटे हला आम शारीरिक चिंताधारा जोटा कि क्षणीय विजय बोली कहा जाउछि, आ जोटा कि आत्मिक दृष्टिकोण जेतेबेले देखुछु किछि आम उत्पन्न करूछु आत्मांक ठाରୁ उत्पन्न अनंत जीवन रूप शस्य काटुछु, सेतेबेले आम माने जानिबा बहुत जरूरी अटे जे अनंत जीवन रूप शस्य आमानक पई केते आवश्यक अटे, केते आवश्यक अटे ता माने बुझुछु। बुझी पारछंती। देन नंबर 9 रे लेखा गला देखंतु 9 नंबर पदरे आमे माने उत्तम कर्म करिबारे श्रांत न हेउ, कारण क्लांत नहिले उपयुक्त समय रे शस्य काटिबा। एही स्थान रे जो उत्तम कर्म करिबारे श्रांत न हो बोली कहा जाउछि, अनेक लोक बैड वर्क्स करिबाकू माने रॉन्ग वर्क करिबाकू से माने बहुत तत्पर थांती, बहुत तत्पर। काहाकू मिछ कहबी, काहाकू मु ठकीबी, कहार प्रॉब्लम्स क्रिएट करिबी, कोन करिबी, प्रभुଙ୍କ विरुद्धाचरण जहा किछि ता बैड वर्क्स अटे। ओके, तो आमे माने देखोछु उत्तम कर्म करिबारे श्रांत न हो माने आजी अनेक विषय करिबारे आमे माने कोन अछु तत्पर अछु, किंतु उत्तम विषय करिबारे तत्पर न हो। उत्तम विषय करिबारे आमे माने कोन अछु स्लो हो जाउछु। तो परमेश्वर चाहती आमे माने सही उत्तम विषय माने करिबा आवश्यक अटे जहा परमेश्वर को दृष्टि रे ठीक देखा जाए। सेति पय माने शांत हेबा कथा न। तो सेति पय न पदरे कहा गला आमे माने उत्तम कर्म करिबारे श्रांत न हेउ, कारण क्लांत न होइले उपयुक्त समय रे शस्य काटिबा। आमे माने यदि क्लांत न हेबा ताले उपयुक्त समय काटिबा। समय रे समस्त विषय क्लांत गोटे एपरी विषय अटे जहाँकि मनुष्य आज बाह्य विषय रे क्लांत हेउछि। बुझी पारुछंती, बाह्य विषय रे आमे कहू आमे माने अनेक समय रे मीटिंग्स हो, प्रेयर हो, चर्च हो, परमेश्वर कार्य हो, से समस्त विषय आज करि पारुनो एथि पाई जानि रखंतु जे आमे माने भिन्न भिन्न विषय रे, शारीरिक विषय रे, जागतिक विषय रे, जोटा परमेश्वरंकर लाभजनक विषय नुहे सेही समस्त विषय रे आमे निजकु श्रांत करूछु, क्लांत करूछु। बुझी पारुछंती। तो आमे माने जदि आज परमेश्वर को पई निजको प्रस्तुत करबा को चाहूछु सेते बेले आमे माने बुझिबा कथा जे निजको आमे क्लांत करबा उचित नुहे। कहा जाउछि कारण क्लांत न होइले उपयुक्त समय रे शस्य काटिबो। आमने
स्ट्रॉंग होई कि माइंड सेट को फुल्ली एक्टिव रखी कि परमेश्वर कार्य करे तत्परता थिबा कथा आम मान मध्य दुईटी क्वेश्चन सब बेले राइज हेबा कथा जे परमेश्वर मु आज श्रांत अच्छी ना क्लांत अच्छी ना अन्य कौन सी विषय पर मु श्रांत अच्छी ना क्लांत अच्छी ए विषय को हमने क्लियर हेबा बहुत जरूरी आमे जदि परमेश्वर राज्य को करिबारे बा देखिबारे जदि अत्रुटि करूछु आ अन्य समस्त विषय देखिबारे जदि आमे माने फास्ट फॉरवर्ड अच्छु ताहले आमे माने बुझी परिबा कथा जे आमे माने केउ बीजर उत्पन्न कार्य करूछु ओके आम मानकर बीजर उत्पन्नता केउ ठारू होई अछि आमे सब बेले गोटे विश्वासी गोटे डिसाइपल गोटे शिष्य गोटे इभांजेलिस्ट गोटे पास्टर गोटे प्रॉफेट गोटे टीचर्स जेते मध्य आमे माने समस्ते कोन करबा अछि ना एग्जामाइन करिवार अछि प्रतिदिन निजको परीक्षा करिवा अछि जे आम मानकर कार्य रे किछि मिस्टेक्स अछि कि आमे माने जहा करूछु किछि हमर पीरियड हमर समस्त विषय ठीक जाउछि ना नाही समस्त विषय ठीक रे होउछि ना नाही ए विषय को हमने परीक्षा करिवा कथा बिकॉज विदाउट experience without testing ourselves we can't be say that ki we are doing good ଆମେ ମାନେ ନିଜ କୁ କହି ପାରିବା ଯେ ଆମେ ମାନେ ଉତ୍ତମ କାର୍ଯ୍ୟ କରୁଛୁ ନା ନାହିଁ ତ ଦିସ୍ ମର୍ଣ୍ଣିଂ ଆମେ ଗୋଟେ ବିଷୟ ଶିଖୁଛୁ ଯେ ଆମେ ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ ବ୍ୟକ୍ତି ଅଟୁ ନା ଅନ୍ୟ କୌଣସି ସ୍ଥାନରୁ ଉତ୍ପନ୍ନ ବ୍ୟକ୍ତି ଆମେ ମାନେ ଆଜି ଜାଗତିକ ଭାବରେ ନିଜକୁ ବେଶୀ एक्टिव मोड रे रखुछु ना ईश्वरଙ୍କ राज्य ପାଇଁ ବେଶୀ ଉତ୍ପନ୍ନ କରୁଅଛୁ ତାହା ଆମେ ଦେଖୁଅଛୁ एंड लास्टली ଆମେ ଦେଖୁଥିଲା ଯେ ଆମେ ମାନେ କଣ ଆମେ ମାନେ उत्तम कर्म करिवारे श्रांत न हेउ कारण क्लांत नहिले उपयुक्त समय शस्य काटिबा ए विषय को आम देखुला तो आम जीवन रे आमर गोटे लक्ष्य थिबा कथा उद्देश्य थिबा कथा जे आम जो समस्त विषय करूछु ता ईश्वरंकर योजना ईश्वरंकर महिमा ईश्वरंकर प्रशंसा निमंते करूछु बोली आमर गोटे स्ट्रांग फॉरवर्ड आमर गोटे चैलेंजिंग थिबा कथा लाइफ रे जा फल रे प्रभु हमनको प्रचुरतार आशीर्वाद करी तो आज यही चिंताधारा रे प्रभु हम प्रत्येक को आशीर्वाद करंतु आमेन आमेन आसो प्रार्थना को आमे नेक्स्ट बाइबल स्टडी को जाउथुबा तो आसो प्रार्थना करिबा और आज यही प्रयास को से समाप्त करिबा प्रिय प्रभु धन्यवाद दउछु आज दिन पाई समय पाई हम प्रभु अल्प समय आम तुम वाक्य किसी चिंता कलु जो विषय आम आज चिंता करूँ वास्तव रे प्रभु तो आमको क्लियरिफिकेशन दउतलो जे आमे माने जो बीज उत्पन्न करूछु केउ प्रकार अटे ताहा आमने जगत ना स्वर्गीय ना आत्मिक भाव से विषय को देखिबु ए विषय ज्ञान मान जीवन रे दियो बोली प्रार्थना करूछु प्रभु आमे अन्यान्य विषय को लेकिन चिंतित न हो प्रभु तुम राज्य धार्मिकता जेपरी चिंतित हो पार व्यक्तिव्यस्त हो पार प्रभु निज को दुर्बल न करी तुम राज्य धाई पारू ए प्रार्थना करूछु प्रभु प्रत्येक को उत्तम मनोबल ज्ञान चेतना बुद्धि दियो बोली प्रार्थना करूछु तुम्हें आम समस्त सहवर्ती होली धन्यवाद दी स्थान जिते जन जोड़ी प्रभु आ प्रभु मीटिंग प्रत्येक व्यक्ति को तुम हस्त समर्पित करूछु प्रत्येक परिवार प्रत्येक मिनिस्ट्री प्रत्येक कार्य प्रभु प्रत्येक समस्त जहाँ किसी प्रार्थना अनुरोध अच्छे आम तुम हस्त समर्पित करूछु प्रभु तुम्हें आशीर्वाद आकरट प्रभु तुम्हें प्रत्येक समय प्रभु आम को साहाय्य करिथा दया करिथा आशीर्वाद करिथा प्रार्थना करूछु प्रत्येक को तुम्हें दया कर आशीर्वाद कर ये प्रार्थना सुनल बोली धन्यवाद दी जीशु नाम रे मागुछु आमेन आमेन।